ସୃଜନ ମୂର୍ଚ୍ଛନା କାର୍ଯ୍ୟକ୍ରମର ଷଷ୍ଠ ଅଧ୍ୟାୟକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉତ୍କଳମେଳ ଟେଲିଭିଜନର ସହଯୋଗରେ ସ୍ୱସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକକଳା ଓ ଲୋକସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିବେ ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ ପ୍ରାଧ୍ୟାପକ ଡକ୍ଟର ଦ୍ୱାରିକାନାଥ ନାୟକ ଏବଂ ତା ପୂର୍ବରୁ ଆମେ ଶୁଣିବା ପ୍ରାଚୀନ ଗୀତିକବି ବନମାଳୀଙ୍କର ଏକ ଭାବମୟ ସଙ୍ଗୀତ। ପରିବେଷଣ କରିବେ ଶ୍ରୀ ସୁଶାନ୍ତ କୁମାର ପାଣି ଓ ବାଦ୍ୟଯନ୍ତ୍ରରେ ସହଯୋଗ କରିଛନ୍ତି ଶ୍ରୀ ପ୍ରଦୀପ ମହାରଣା। ଆସନ୍ତୁ ଶୁଣିବା।
ସ୍ୱସ୍ତି ସାହିତ୍ୟ ସଂସଦ ରାଉରକେଲାର ଆୟୋଜନରେ ଏଇ ଯେଉଁ ଡିଜିଟାଲ ଆଲୋଚନା ଚକ୍ର ଆଜିର ବିଷୟବସ୍ତୁ ହେଲା ଓଡ଼ିଶାର ଲୋକ ସଂସ୍କୃତି, ବିଶେଷତଃ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି। ଆମ ସଂସ୍କୃତି ଆମେ ପ୍ରାୟତଃ ଦୁଇ ଭାଗରେ ବିଭକ୍ତ କରୁ। ଗୋଟେ ଲୋକ ସଂସ୍କୃତି, ଗୋଟେ ପୌର ସଂସ୍କୃତି। ଲୋକ ସଂସ୍କୃତି କହିଲେ ଆବାମାନ କାଳରୁ ଚଳି ଆସିଥିବା ଆମର ଦୈନନ୍ଦିନ ଜୀବନର ସୁଖ ଦୁଃଖ, ହସ ଲୁହ, ଯନ୍ତ୍ରଣା ଆନନ୍ଦ, ବେଦନା, ତା ସହିତ ଜଡ଼ିତ ଯେଉଁ ଜୀବନ, ତାର କଥନ କହେ ଲୋକ ସାହିତ୍ୟ ବା ଲୋକ ସଂସ୍କୃତି। ଏବଂ ଜଙ୍ଗଲ ତଥା ଗାଁର ଲୋକେ ଯେତେବେଳେ ସହରାଭିମୁଖୀ ହେଲେ ଭିନ୍ନ ଏକ ସଭ୍ୟତା ସୃଷ୍ଟି ହେଲା, ଯାହାକୁ ଆମେ ପୌରାଞ୍ଚଳୀୟ ସଂସ୍କୃତି ବା ସହରାଞ୍ଚଳୀୟ ସଂସ୍କୃତି ବା ତାକୁ ସଂକ୍ଷେପରେ ପୌର ସଂସ୍କୃତି କହିଲେ କିଛି ଭୁଲ ହେବ ନାହିଁ। ତେବେ ଲୋକ ସଂସ୍କୃତିର ସାରା ପୃଥିବୀର ବିଭିନ୍ନ ଅଞ୍ଚଳରେ ଲୋକ ସଂସ୍କୃତିର ଛାପ ଏବେ ସୁଦ୍ଧା ଦେଖାଯାଉଛି। କାରଣ ଏ ସଂସ୍କୃତିର ମୃତ୍ୟୁ ନାହିଁ। ଥରେ ଏ ସଂସ୍କୃତି ଜନ୍ମ ହୋଇଗଲେ ଯାହା ଭିତ୍ତି ଉପରେ ସାରା ମଣିଷ ସଭ୍ୟତା ଦଣ୍ଡାୟମାନ, ସେ ଭିତ୍ତିକୁ ମାରିବାର ଅଧିକାର କାହାର ନାହିଁ ବା ତାର ଗୋଟେ ସ୍ୱତଃସ୍ଫୂର୍ତ୍ତ ମୃତ୍ୟୁ ହୁଏ ନାହିଁ। କୌଣସି ନା କୌଣସି ରୂପରେ ସେ ଯେତେ ସହରୀ ଯେତେ ଆଧୁନିକୀକରଣ ହେଲେ ମଧ୍ୟ କୌଣସି ନା କୌଣସି ଜାଗାରେ ସେ ବଞ୍ଚି ରହିଥାଏ। ତେଣୁ ଲୋକ ସଂସ୍କୃତିର ଯେଉଁ ଛାପ ବା ଚିତ୍ର ଆମେ ବିଶେଷତଃ ଲୋକ ଗାଉଥିବା ଗୀତରେ, ଲୋକ ନାଚୁଥିବା ନୃତ୍ୟରେ, ଲୋକ ବଜାଉଥିବା ବାଦ୍ୟରେ, ଲୋକ ଖାଉଥିବା ଖାଦ୍ୟରେ, ଲୋକ ପିନ୍ଧୁଥିବା ତାର ପରିଚ୍ଛଦରେ, ଲୋକ ବିଶ୍ୱାସ କରୁଥିବା ଲୋକ ବିଶ୍ୱାସରେ, ଲୋକ ଚିକିତ୍ସିତ ହେଉଥିବା ଲୋକ ଚିକିତ୍ସାରେ ଆମେ ଏହାର ଉପାଦାନ ସବୁ ଏବେ ବି ଦେଖିବାକୁ ପାଉଛୁ। ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ଶେଷ ହୋଇଗଲା, ଅଥଚ ଲୋକ ସଂସ୍କୃତି ଏବେ ବି ତାର ଲୋକପ୍ରିୟତା ବଞ୍ଚେଇକି ରଖିଛି। ଆମେ ଲୋକ ସଂସ୍କୃତିକୁ ଲୋକ ସାହିତ୍ୟରେ, ଲୋକ ଚଳଣୀରେ, ଲୋକ ବିଜ୍ଞାନରେ, ଲୋକ ଚିକିତ୍ସାରେ, ଲୋକ ବିଶ୍ୱାସରେ ଏପର୍ଯ୍ୟନ୍ତ ଏ ସମାଜ ତାକୁ ବଞ୍ଚେଇ ରଖିଛି। ଲୋକ କହିଲେ ଆମେ ସାଧାରଣତଃ ତିନିଟି ଅର୍ଥରେ ବୁଝୁ। ଗୋଟେ ଆମେ ସାଧାରଣ ଲୋକ, ଯାହାକୁ ଲୋକ ବୋଲି ଆମେ କହୁଛୁ, ମୁଁ ଜଣେ ଲୋକ, ଆପଣ ଜଣେ ଲୋକ। ଆଉ ଗୋଟେ ଲୋକ ଅଞ୍ଚଳ ଭେଦରେ ଲୋକ ଶବ୍ଦ ବ୍ୟବହାର କରାଯାଏ, ଯେମିତି ସ୍ୱର୍ଗ ଲୋକ, ମର୍ତ୍ତ୍ୟ ଲୋକ, ପାତାଳ ଲୋକ। ଏବଂ ଯେ ତୃତୀୟ ଶ୍ରେଣୀର ଲୋକ, ତାହା ପ୍ରଥମ ଲୋକ ଏବଂ ଦ୍ୱିତୀୟ ଲୋକ ଠାରୁ ଭିନ୍ନ, ଯାହାକୁ ପାଶ୍ଚାତ୍ୟ ଗବେଷକମାନେ ତଥା ଭାରତୀୟ ଗବେଷକମାନେ ମଧ୍ୟ କହିଛନ୍ତି ଯେ ଯେଉଁମାନେ ଗାଁରେ ରହୁଥିବେ, ପଲ୍ଲୀରେ ରହୁଥିବେ ବା ପାହାଡ଼ ଜଙ୍ଗଲ ଭିତରେ ରହୁଥିବେ, ସହରକୁ ଆସିଲେ ସୁଦ୍ଧା ସହରର ଉପାନ୍ତ ଅଞ୍ଚଳରେ ରହୁଥିବେ, ଅର୍ଦ୍ଧଶିକ୍ଷିତ ଥିବେ, ଅଶିକ୍ଷିତ ଥିବେ, ଅପଢ଼ା ଥିବେ, ନିରକ୍ଷର ଥିବେ, ବିଶେଷ ନିର୍ଭର କରିବାକୁ ପଡ଼ୁନଥିବ ଯେଉଁ ସମାଜର ବିଜ୍ଞାନ ଉପରେ, ପ୍ରକୃତିରୁ ଉପାଦାନ ସଂଗ୍ରହ କରି ଯେଉଁ ଲୋକ ବଞ୍ଚି ଶିଖିଛି ଏଯାଏ, ତାକୁ ସବୁ ଗବେଷକମାନେ କହନ୍ତି ଏମାନେ ହେଉଛନ୍ତି ଲୋକ, ଯାହା ସଂସ୍କୃତି ହେଉଛି ଲୋକ ସଂସ୍କୃତି। ଏଇ ଯେଉଁ ଲୋକଧାରା ପିଢ଼ି ପରେ ପିଢ଼ି ଚାଲି ଆସେ, ତାକୁ ଲୋକ ସଂସ୍କୃତି କୁହାଯାଏ। ଏବଂ ସେମାନେ ସୃଷ୍ଟି କରୁଥିବା ମୌଖିକ ସାହିତ୍ୟକୁ, ଅଲିଖିତ ସାହିତ୍ୟକୁ ଲୋକ ସାହିତ୍ୟ ବୋଲି କୁହାଯାଏ। ଲୋକ ସାହିତ୍ୟ ପୁଣି ଗଦ୍ୟ ଆକାରରେ ଦେଖାଯାଏ, ଶୁଣାଯାଏ, ପଦ୍ୟ ଆକାରରେ ମଧ୍ୟ ଶୁଣାଯାଏ। ପୂର୍ବେ ଗାଁ ଗାଁରେ କଥା ସାଗରମାନେ ବୁଲୁଥିଲେ, ଯାହା ଘର ପିଣ୍ଡାରେ ବସି କାହାଣୀ ଶୁଣାଉଥିଲେ ଛୁଆମାନଙ୍କୁ, ବୁଢ଼ାମାନଙ୍କୁ, ବୁଢ଼ୀମାନଙ୍କୁ। ସେ ଘରର ଆତିଥ୍ୟ ସେମାନେ ପାଉଥିଲେ, ଖାଇବା ପିଇବା ସବୁ ପାଉଥିଲେ, ଅସରନ୍ତି ସେ ଗପ। ଏବଂ ସେସବୁ ଗପକୁ ଅଲିଖିତ ଗପ ବୋଲି କହିବା। ଏବଂ ବିଭିନ୍ନ ପର୍ବପର୍ବାଣୀରେ, ବିଭିନ୍ନ ସାମାଜିକ କାର୍ଯ୍ୟାନୁଷ୍ଠାନରେ ବା ଖଟଣି ଜାଗାରେ, ଜୀବିକାର୍ଜନ କରୁଥିବା ସ୍ଥାନରେ
ହାଲିଆ ହୋଇ ବିଶ୍ରାମ ନେଲା ବେଳେ ବା ଖଟିଲା ବେଳେ, କ୍ଷେତରେ ଚଷିଲା ବେଳେ, ପଲ୍ହାରୁଆ ବେଳେ, ଧାନ ତଳି ପକାଇଲା ବେଳେ, ଧାନ ମଡ଼େଇଲା ବେଳେ, ଖଳାରେ, ଏସବୁ ହେଉଛି ଗୋଟେ ଗୋଟେ ମୁହୂର୍ତ୍ତ ଯେଉଁଠାରେ ଲୋକ ତାହାର ଅନ୍ତର୍ନିହିତ ଭାବକୁ, ଅନ୍ତରର ଭାବକୁ ପ୍ରକାଶ କରେ ଗୀତ ମାଧ୍ୟମରେ। ଏବଂ ସେଇ ଗୀତ ହିଁ ହେଉଛି ଲୋକଗୀତ, ଯାହା ଅଲିଖିତ ହୋଇଥିବ, ଅନିର୍ଦ୍ଦେଶିତ ହୋଇଥିବ ଏବଂ ଯିଏ ଗାଇବ ସେ ନିହାତି ଭାବେ ଜଣେ ଲୋକ ହୋଇଥିବ, ତୃତୀୟ ଶ୍ରେଣୀର ଲୋକ, ଅପଢ଼ା, ଅଶିକ୍ଷିତ, ନିରକ୍ଷର, ଯେଉଁମାନେ ଭାବ ବୁଝନ୍ତି, ଭାଷାରେ ପରିପ୍ରକାଶ କରନ୍ତି କିନ୍ତୁ ଲେଖି ଜାଣନ୍ତି ନାହିଁ, ଅତି ଗଭୀରକୁ ଯାଆନ୍ତି ନାହିଁ। ତେଣୁ କୁହାଯାଏ ଯେ ଲୋକ ପରର ମନୋରଞ୍ଜନ ପାଇଁ ଗୀତ ଗାଏ ନାହିଁ, ବରଂ ବେଶୀ ଗାଏ ଆତ୍ମବିନୋଦନ ପାଇଁ, ନିଜର ଖୁସି ପାଇଁ। ଭଲ ଶିକାରଟିଏ ପାଇଲେ 5 ଜଣ ଲୋକ ଖୁସି ହେଇଗଲେ, ଠେଙ୍ଗା ବାଡ଼ି ଯାହା ଧରିଥିବେ ସେ ଭିତରେ ବାଡ଼ି ନାଚ ଆରମ୍ଭ କରିଦେବେ। ସ୍ୱତଃସ୍ଫୂର୍ତ୍ତ ଭାବରେ ତାଙ୍କ ତୁଣ୍ଡରୁ ଗୀତ ବାହାରି ପଡ଼ିବ। ତେଣୁ ଏ ଗୀତ ସେହି ନିର୍ଦ୍ଦିଷ୍ଟ ସମୟର ସୃଷ୍ଟି। ଆଗରୁ କେହି ଲେଖିନଥାଏ, ଗାଇ ନଥାଏ, ସ୍ୱର ଦେଇନଥାଏ, ବାଜା ବଜାଇ ନଥାଏ। ଆମ ପଶ୍ଚିମ ଓଡ଼ିଶାରେ ମଧ୍ୟ ଅନେକ ପ୍ରକାର ଗୀତ ଶୁଣିବାକୁ ମିଳେ, ଏବେ ତ କମିଗଲାଣି। ଶିକ୍ଷାର ପ୍ରଚାର ପ୍ରସାର ଯେତେ ବଢ଼ି ବଢ଼ି ଯାଉଛି, ଲୋକ ସାହିତ୍ୟ, ଲୋକ ଗୀତର ସଂଖ୍ୟା କ୍ରମଶଃ କମି କମି ଯାଉଛି। ଯାଇଫୁଲର ସକେଲି ମାଇଲା ଚୋଡ଼, ସଜନୀ, କର୍ମା, ମାଙ୍ଗିରି, ବୋରିଆ, ଏମିତି କେତେ ପ୍ରକାର ଛଟାର ଗୀତ, ଖେଳର ଗୀତ, କ୍ରୀଡ଼ା ଗୀତ, ସଙ୍ଗୀ ସଙ୍ଗୀ ଭିତରେ ପ୍ରତିଯୋଗିତା କଲା ଭଳିଆ ଗୀତ ଏ ଅଞ୍ଚଳରେ ଭରିଥିଲା ଯେ ତାର ଅନ୍ତ ନାହିଁ। ଏବେ ବି ଅତି ନିକଟ ଗାଉଁଲି ଗାଁକୁ ଗଲେ ଆମେମାନେ ପାଇପାରିବା ଯେ ଛୋଟ ଛୋଟ କିଶୋରୀମାନେ, ଯୁବତୀମାନେ, ଅବହେଳା ଯୁବତୀମାନେ, ସେମାନେ ଏମିତି ଗୀତ ଗାଇବା ପାଇଁ, ଗାଇ ଗାଇ ଖେଳିବା ପାଇଁ ପସନ୍ଦ କରନ୍ତି। ତାର ଉଦାହରଣ ଗୋଟେ ଦିଆଯାଇପାରେ। ଏ ଗୀତ ଗୋଟେ ନିର୍ଦ୍ଦିଷ୍ଟ ଓକେଜନ୍ ନାହିଁ ଯେ ଡାଲଖାଇ ବେଳେ କୁହାଯାଏ, କି କର୍ମା ବେଳେ କୁହାଯାଏ, ବା ଶୀତଳ ଷଷ୍ଠୀ ବେଳେ ବା ଧନୁଯାତ୍ରା ବେଳେ ଗାନ କରାଯାଏ, ନୁହେଁ। ଏହା ତାଙ୍କର କ୍ରୀଡ଼ା ସଙ୍ଗୀତ। ଚନିଫୁଲ ବୋଲି ଗୋଟେ ଗୀତ ଅଛି, ତାର ନିର୍ଦ୍ଦିଷ୍ଟ ସ୍ୱର ଏବଂ ପ୍ରତ୍ୟେକ ଗୀତର ମାଧୁର୍ଯ୍ୟ ହେଲା ତାର ନିଜସ୍ୱ ସ୍ୱର ସଂଯୋଜନା। ସେଟା କିଏ ସ୍ୱର ସଂଯୋଜିତ କରିଛି ତାର ଠିକଣା ନାହିଁ, ତାର ପତ୍ତା ନାହିଁ। ଲୋକ ଯେତେବେଳେ ଯେଉଁ ପରିସ୍ଥିତିରେ ଯାହାକୁ ଦେଖି ଯେମିତି ଗାଇଲା, ଯେମିତି ସୁରରେ ସଜେଇଲା, ସେଇଟା ହେଇଗଲା ତା ସ୍ଥାୟୀ ସୁର। ଯେମିତି ଉଦାହରଣଟି ଦିଆଯାଇପାରେ, ଜହ୍ନି ଫୁଲ ଛୁଆମାନେ ଖେଳନ୍ତି, ଯୁବତୀମାନେ ମଧ୍ୟ ଖେଳନ୍ତି। ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ବରତଳକୁ, ଆମ୍ବ ତଳକୁ ଯାଇ ସେମାନେ ତାଙ୍କର ସମୟ ଅତିବାହିତ କରନ୍ତି ଖେଳରେ। ଚଟୁ ଫିକି ନେଲି ରି ସେ, ଚଟୁ ଫିକି ନେଲି ରି ସେ ଚଟୁ ବାଦିଲା କଦଲି ଗଛରେ, କଦଲି ଗଛେ। ଜହ୍ନି ଫୁଲ କାଏ ମଲ୍ଲି ଫୁଲ, ନିଆଲି ଫୁଲ ମୋର କଇଁ ଫୁଲ। ଜହ୍ନି ଫୁଲ କାଏ ମଲ୍ଲି ଫୁଲ, ନିଆଲି ଫୁଲ ମୋର କଇଁ ଫୁଲ। ଆରେ ଉଠି ବସି କରି ତୁଲ ରେ ଜହ୍ନି ଫୁଲ, ତୋର ଶିରେ ଚଢ଼ାଇମି ଫୁଲ ରେ ଜହ୍ନି ଫୁଲ। କେତେ ସୁନ୍ଦର ଭାଷା, କେତେ ସୁନ୍ଦର ଶବ୍ଦ ସଂଯୋଜନା ଏବଂ ସ୍ୱର ସଂଯୋଜନାରେ ଲାଳିତ୍ୟ ଏଥିରୁ ଭରି ରହିଛି। ଛୋଟ ଛୋଟ କିଶୋରୀମାନେ ମଧ୍ୟ ତାଙ୍କ ଭିତରେ ଯେତେବେଳେ ଆସିବେ, ଆଗ ତ ସ୍କୁଲ ମନା ଥିଲା ଝିଅମାନଙ୍କୁ, ତେଣୁ ଖେଳ ଆଉ ଘର କାମ ଛଡ଼ା ତାଙ୍କର ତୃତୀୟ କାମ ନଥାଏ। ସନ୍ଧ୍ୟା ହେଇଗଲେ ତାଙ୍କର ଆରମ୍ଭ ହୋଇଯାଏ କ୍ରୀଡ଼ା, କ୍ରୀଡ଼ା ସଙ୍ଗୀତ। ସେ କ୍ରୀଡ଼ା ପୁଣି କେତେ ପ୍ରକାର, ଗୀତ ଗାଇ ଗାଇ କ୍ରୀଡ଼ା କରିବା ବା କ୍ରୀଡ଼ା କରି କରି ଗୀତ ଗାଇବା। ଏବଂ ବାଦି ଦୁଇଟା ଦଳ ହେଇଯିବେ, ତାଙ୍କ ଭିତରେ ଗୋଟେ ଶବ୍ଦକୁ ନେଇ ପ୍ରତିଯୋଗିତା ଚାଲିବ। ଯିଏ ଗାଇପାରିବ ନାହିଁ ସେ ଶବ୍ଦକୁ ଲଗେଇ ସେ ହାରିଯିବ, ତାକୁ କୁହାଯାଏ ଭୁର୍ଭୁସ ହେଇଗଲା, ସେ ଦଳଟି ହାରିଗଲା। ତାପରେ ନୂଆ ପର୍ଯ୍ୟାୟର ପୁଣି ଖେଳ ଆରମ୍ଭ ହେଇଯିବ। ସେମିତି ଅନେକ ଗୀତ ଏ ଅଞ୍ଚଳରେ ଆମେ ଦେଖିପାରିବା ସମ୍ବଲପୁରୀ ଭାଷାରେ। ଯେମିତି କିଏ କେତେ ପ୍ରକାର ଅଳଙ୍କାରର ନାଁ ଜାଣିଛି। ଆମ ଆଈ, ମା, ବୋଉ, ନାନୀମାନେ ଯେଉଁ କାନରେ, ମୁଣ୍ଡରେ, ନାକରେ, ଗୋଡ଼ରେ, ହାତରେ ଅଳଙ୍କାର ଆଦି ଭୂଷିତା ହୁଅନ୍ତି,
ସେ ଅଳଙ୍କାର ପ୍ରାଚୀନ ଅଳଙ୍କାରର ନାଁ ଗୁଡ଼ିକ ଧରି ଗୀତ ଗାଇବା ପ୍ରତିଯୋଗିତା। ଇମାଜିନ୍ କରିପାରୁଛନ୍ତି ଯେ ଏମିତି ଗୋଟେ ପ୍ରତିଯୋଗିତା ଥିବ ଏ ପୃଥିବୀରେ? କଲେଜ ମାନଙ୍କରେ ଆମେ କୁଇଜ୍ ଆଟେଣ୍ଡ କରିଛୁ, ଡିବେଟ୍ କମ୍ପିଟିସନ୍ ଅନେକ ଆଟେଣ୍ଡ କରିଛୁ, କିନ୍ତୁ ଗୀତରେ ଏମିତି ଜେନେରାଲ ନଲେଜ ବା ସାଧାରଣ ଜ୍ଞାନର ପ୍ରତିଯୋଗିତା ଏଇ ଅପଢ଼ା ଝିଅମାନେ ଗାଇଥାନ୍ତି ଏବଂ ତାଙ୍କର ଅନ୍ତର୍ନିହିତ ଜ୍ଞାନକୁ ପରୀକ୍ଷା କରିଥାନ୍ତି ଯେ କିଏ କେତେ ପ୍ରକାର ଅଳଙ୍କାର ନାଁ ଜାଣିଛ, ଚାଲ ପ୍ରତିଯୋଗିତା କରିବା। ଏବେ ଶୁଣିଲେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଅଛି ବା ଥିଲା। ଏ ଗୀତ ଗୁଡ଼ିକ ଏବେ ପ୍ରଚଳିତ ନାହିଁ। ମୁଁ ତାକୁ ସଂଗ୍ରହ କରିଥିଲି ଘେଁସ ବେହେରାପାଲି ଅଞ୍ଚଳରୁ, ବରଗଡ଼ ଜିଲ୍ଲା, 85-86 ମସିହାର କଥା। ଏବେ କେତେ ବର୍ଷ ହେଇଗଲାଣି ଭାବନ୍ତୁ, ଆଉ ଥିବ କି ନାହିଁ କିଏ ଜାଣେ। ଯେଉଁ ଝିଅମାନେ ଗାଇଥିଲେ ସେମାନେ ମା ହୋଇ ବୋଉ ହୋଇ ଆଇ ହେଇସାରିଥିବେଣି। ଯାହା ବି ହଉ, ଉଦାହରଣ ସ୍ୱରୂପ ଗୋଟେ ଆପଣମାନଙ୍କ ପାଇଁ ଗାଇ ଦେଉଛି ଯେ ଗୋଟେ ଅଳଙ୍କାରକୁ ନେଇ ଗୀତ। କର୍ଣ୍ଣଫୁଲ ଗଡ଼ାଇଲି ରେ ବାକସେ ଭରାଇଲି ରେ, କିଏ ପିନ୍ଧିବାକେ ଅଛରେ ମାଞ୍ଝ ଲାଞ୍ଜ ଲାଞ୍ଝ ମୋର ଦିଅର ଠିକାଦାର, କଟଙ୍ଗେ ତାର ଘର ଅକ୍ଷରେ লিখে চর চরে মোর নাগেশ্বর, টিভি টিভি করদ নাহারে হেজিরা পরঝ নাহারে মেথি মর্দ নাহারে, চুছা কলদার টকা, ହଁ ବୋଲୁଛେ ନାଇଁ ବୋଲୁଛେ କାହାଲି ପଥରେ ଭାଙ୍ଗ ମାଗୁଛେ, ହଁ ବୋଲୁଥା ନାଇଁ ବୋଲୁଥା କାହାଲି ପଥରେ ଭାଙ୍ଗ ମାଗୁଥା। ଗୋଟିଏ ଦଳ ଗାଇଲେ କର୍ଣ୍ଣଫୁଲ ଗୋଟେ ଅଳଙ୍କାର ଶବ୍ଦକୁ ନେଇ, ସାଙ୍ଗେ ସାଙ୍ଗେ ଅନ୍ୟ ଦଳ ତାର ବିପକ୍ଷ ଦଳ ମାଡ଼ି ବସିବେ। ଗୁନା ଗଢ଼ାଇଲି ରେ ବାକସେ ଭରାଇଲି ରେ, କିଏ ପିନ୍ଧିବାକେ ଅଛରେ ମାଞ୍ଝ ଲାଞ୍ଜ ଲାଞ୍ଜ, ପଦଟା ସମାନ, ଗୋଟିଏ ଶବ୍ଦ କେବଳ ବଦଳି ଯାଉଥିବ, ଯେଉଁଥିରେ ସେମାନେ ଖେଳ ଖେଳନ୍ତି, ପ୍ରତିଯୋଗିତା କରନ୍ତି। ଏମିତି ଅନେକ ଗୀତ ଅଛି। ଗଛର ନାଁକୁ ନେଇ, ପନିପରିବା ନାଁକୁ ନେଇ, ଫଳମୂଳର ନାଁକୁ ନେଇ, ଫୁଲମାନଙ୍କର ନାଁକୁ ନେଇ ଏମିତି ଅନେକ ଗୀତ ସଂଗ୍ରହ କରାଯାଇଛି ଏବଂ ସେ ସମୟରେ କିଶୋରୀମାନେ, ଯୁବତୀମାନେ ଏହିସବୁ ଗୀତ ଗାଇ ନାଚୁଥିଲେ, ଖେଳୁଥିଲେ। ଏହାକୁ କ୍ରୀଡ଼ା ସଙ୍ଗୀତ ବୋଲି କହିବା। ସେମିତି ଆମେ ଯଦି ପୁରୁଷ କୈନ୍ଦ୍ରିକ ଗୀତ ହେଲେ କର୍ମା ଗୀତ, କରମସାନୀ ପୂଜାଙ୍କ ପୂଜା ବେଳେ ଜଣେ ମାନ୍ଦିଲିଆ ବା 2 ଜଣ ମାନ୍ଦିଲିଆଙ୍କ ସମୟରେ ସାରା ଗାଁ ଅଣ୍ଟା ଧରାଧରି ହୋଇ, ହାତ ଧରାଧରି ହୋଇ କର୍ମାସୁରରେ ଗୀତ ଗାଆନ୍ତି। କେହି ନିର୍ଦ୍ଦେଶନା ଦେଇନଥାଏ। ପିଢ଼ି ପରେ ପିଢ଼ି ସେମାନେ ଛୋଟବେଳୁ ଦେଖି ଦେଖି ଯାହା ଷ୍ଟେପିଂ, ପଦପ୍ରକ୍ଷେପଣ, କେମିତି ନାଚୁଛନ୍ତି, କେଉଁ ଢାଞ୍ଚାରେ ନାଚୁଛନ୍ତି, କେଉଁ ରିଦମରେ ନାଚୁଛନ୍ତି, ଦେଖି ଦେଖି ଶୁଣି କେହି ନିର୍ଦ୍ଦେଶନା ଦେଇନଥାଏ। ପିଢ଼ି ପରେ ପିଢ଼ି ସେମାନେ ଛୋଟବେଳୁ ଦେଖି ଦେଖି ଯାହା ଷ୍ଟେପିଂ, ପଦପ୍ରକ୍ଷେପଣ, କେମିତି ନାଚୁଛନ୍ତି, କେଉଁ ଢାଞ୍ଚାରେ ନାଚୁଛନ୍ତି, କେଉଁ ରିଦମରେ ନାଚୁଛନ୍ତି, ଦେଖି ଦେଖି ଶୁଣି ଶୁଣି ସେମାନେ ଆଜି ପର୍ଯ୍ୟନ୍ତ ଆପଣ ଆଦିବାସୀ ଗାଁକୁ ଯାଆନ୍ତୁ, ଠିକ୍ ସେମିତି ଟିକେ ବି ଚେଞ୍ଜ ନାହିଁ, ପରିବର୍ତ୍ତନ ନାହିଁ, ସେମିତି ନାଚୁଛନ୍ତି। ଡାଲଖାଇର ଉଦାହରଣ ଦିଆଯାଇପାରେ। 16 ଦେବତା ଆଗରେ ଦୁର୍ଗାଷ୍ଟମୀ ସମୟରେ ଭାଇର ଆୟୁଷ ବୃଦ୍ଧି କାମନା କରି ଭଉଣୀ ବ୍ରତ କରିଥାଏ। ସେ ବ୍ରତର ନାଁ ବି ଡାଲଖାଇ। ଯେଉଁ ଠାକୁରାଣୀଙ୍କ ସମ୍ମୁଖରେ ସେ ବ୍ରତ କରେ, ସେ ଠାକୁରାଣୀଙ୍କ ନାଁ ବି ଡାଲଖାଇ। ଯେଉଁଠି 13ଟି ଗଛର ପତ୍ର ଯେଉଁଠି ସ୍ଥାନିତ ହୁଏ, 16 ଦେବତାଙ୍କ ସହ 13ଟି ଗଛର ପତ୍ର ଯେଉଁଠି ସ୍ଥାନିତ ହୁଏ, ସେଇଟା ହେଉଛି ତାର ଡାଲଖାଇ କୁଠି। ଯେଉଁ ଗୀତ ଗାଇ ନାଚେ ତାର ନାଁ ବି ଡାଲଖାଇ। ଯେଉଁ ପାର ବାଜେ ଢୋଲ ନିଶାନ ତାସା ମୋହରୀରେ, ସେ ପାରର ନାଁ ବି ଡାଲଖାଇ। ଏବଂ ପର୍ବର ବା ବ୍ରତର ନାଁ ବି ଡାଲଖାଇ। ଡାଲଖାଇରେ ଗୋଟେ ଦଳ, ଝିଅ ଦଳ, ସେମାନେ ମା ଡାଲଖାଇଙ୍କୁ, ଦେବୀ ଡାଲଖାଇଙ୍କୁ ବନ୍ଦାପନା କରି ତାଙ୍କ କୋଠି ସାମ୍ନାରେ ଯେଉଁ ଗୀତ ସବୁ ଗାଇଥାନ୍ତି, ପ୍ରାୟତଃ ଆଧ୍ୟାତ୍ମିକ ରସର ଗୀତ। କିନ୍ତୁ ଯେତେବେଳେ ସେମାନେ ସେ ଆସ୍ଥାନକୁ ଛାଡ଼ି ନଈକୁ ଯିବେ, କଳସୀ ଓହଳେଇ ଯିବେ ବା ବାଲି ଭରେଇ ଯିବେ ବା ପାଣି ଆଣିଯିବେ, ଯେଉଁ ରାସ୍ତାରେ ଯାଉଥିବେ କିଛିଟା ଅଶ୍ଳୀଳତା ସେ ଭିତରେ ଭର୍ତ୍ତି ରହିଥାଏ। ଏବଂ ଏ ଅଶ୍ଳୀଳତାର କାରଣ ହେଲା, ସାରା ବର୍ଷ ଭିତରେ ଗୋଟିଏ ଦିନ ସେମାନେ ତାଙ୍କର ସ୍ୱାଧୀନତାକୁ ଜାହିର କରନ୍ତି, ପୁଅମାନଙ୍କୁ ବେଖାତିର କରନ୍ତି,
ନିଜସ୍ୱ ସ୍ୱାଧୀନତାକୁ ଏତେ ଜବରଦସ୍ତ ଜାହିର କରିବାର ସୁଯୋଗ ପାଇଥାନ୍ତି ଯେ ସମୟ ସମୟରେ କିଛି ନା କିଛି ଗୀତରେ ଅଶ୍ଳୀଳତାର ଚିହ୍ନ ରହିଯାଇଥାଏ। ଆପଣ କଳାହାଣ୍ଡିର ଧଳାମୁଲ ରାମପୁରର ଉପତ୍ୟକାରେ ଚୈତ୍ର ମାସରେ ଯୁବତୀ ଯୁବତୀମାନେ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ଢାପ ନୃତ୍ୟ କରନ୍ତି। ସେମାନେ ମଧ୍ୟ ତାଙ୍କ ଭିତରେ ଶୃଙ୍ଗାର ରସର ଗୀତ ଗାନ କରି ବାଦ କରିଥାନ୍ତି। ରାତି ପାହିଯାଏ ବରଂ ଗୀତ ସରେ ନାହିଁ। କୌଣସି ଗୀତ ଲେଖା ଗୀତ ଗାଇନଥାନ୍ତି, କେହି କାହାକୁ ବତେଇ ନଥାଏ। ଜଣେ ଆରମ୍ଭ କରିଦେଲା, ତାକୁ ବାକିମାନେ ପାଳିଆ ଆରମ୍ଭ କରିଦିଅନ୍ତି। ଏକା ଏକା ହଳିଆ କ୍ଷେତରେ ଲଙ୍ଗଳ ଧରି ଚାଷ କରୁଛି। ଚତୁର୍ଦିଗରେ ପାହାଡ଼, ନଈ, ଝରଣା, ବୃକ୍ଷଲତା, ସବୁଜିମା ଏବଂ ଏକା ଅଛି କାଦୁଅ ଉପରେ ଠିଆ ହୋଇ କାଳିଆ କବରା ବଳଦମାନଙ୍କୁ ଯୋଚି ସେ ଚାଷ କରୁଛି। ଯଦି ଯୁବ ଚାଷୀଟିଏ ତାହେଲେ ତାର ସଦ୍ୟ ବିବାହିତ ଯୁବକ ତାର ସ୍ତ୍ରୀକୁ ସୁମରି ସୁମରି କେତେ ପଦ ହଳିଆ ଗାଇଛି ତାର ସୀମା ନାହିଁ। ଯଦି ପ୍ରୌଢ଼ ହଳିଆଟିଏ ରାମାୟଣ ମହାଭାରତ ପୁରାଣ ଆଦିରୁ ଚରିତ୍ର ସଂଗ୍ରହ କରି ବିଷୟବସ୍ତୁ ସଂଗ୍ରହ କରି କେତେଟି ଗୀତ ଗାଏ, ମନ ମତାଣିଆ ଗୀତ ଗାଏ, ତାର ଗୀତ ଶୁଣିବା ପାଇଁ ଚତୁର୍ଦିଗରେ ପକ୍ଷୀମାନେ ପଳାଇ ଆସନ୍ତି। ପରିବେଶ ତାକୁ ବାଧ୍ୟ କରିଥାଏ ସେମିତି ପଦଟିଏ ଛାଡ଼ିବା ପାଇଁ। ଖୋଲା ହୃଦୟରେ, ଖୋଲା ମନରେ ତା ମନର ଭାବକୁ ବ୍ୟକ୍ତ କରେ ହଳିଆ ତା ଗୀତରେ, ହଳିଆ ଗୀତରେ। ଏମିତି ଲୋକଗୀତକୁ ଯଦି ଆଲୋଚନା କରିବା, ଆମେ ଲୋକ ସଂସ୍କୃତିର ଏକ ମୁଖ୍ୟ ବିଭାଗ ହେଲା ଲୋକଗୀତ। ଏଥିରେ ଆମେ ଲୋକ ଜୀବନର ଚିତ୍ର, ଚରିତ୍ର, ଚଳଣି, ସାମାଜିକ କାର୍ଯ୍ୟାନୁଷ୍ଠାନ, ବିରହ, ଦୁଃଖ, ହସ, କାନ୍ଦ, ଲୁହ ସବୁ ଚିତ୍ର ଆମେ ଦେଖିବାକୁ ପାଉ। ଆମ ପରମ୍ପରା, ଆମ ଚଳଣି ସବୁଯାକ ଲୋକଗୀତରୁ ଆମେ ପାଇପାରିଥାଉ। ଲୋକ ସଂସ୍କୃତିରୁ ଆମେ ନେଇପାରିବା ଲୋକ ଚିକିତ୍ସାର କଥା, ଝଡ଼ା ଫୁଙ୍କା କଥା। ଆଗ ଝଡ଼ା ଫୁଙ୍କାରେ ଭଲ ହେଇଯାଉଥିଲେ, ଜଡ଼ିବୁଟିରେ ଭଲ ହେଇଯାଉଥିଲେ। ଏହା ଥିଲା ଲୋକବିଶ୍ୱାସର କଥା। କରମସାନି ପୂଜା କଲେ ଯାହାର ପିଲାଛୁଆ ହେଉନଥିବ ତାର କୁଆଡ଼େ ସେ ଆଶୀର୍ବାଦ ଦିଅନ୍ତି ମା କରମସାନି ଯେ ତୋର ଆଇବା ବର୍ଷ ତୋର ପିଲାଟି ହେବ। ଏହା ହେଉଛି ଲୋକବିଶ୍ୱାସ। ଏହାର କୌଣସି ସାଇଣ୍ଟିଫିକ୍ ଯୁକ୍ତି ନାହିଁ ଯେ ତାର ହେବ ହିଁ ହେବ। କିନ୍ତୁ ଏ ବିଶ୍ୱାସ ଧରି ଶହ ଶହ ବର୍ଷ ଧରି ଏ ଜାତି ଚଳି ଆସିଛି। କିଛି ସଫଳ ହେଉଛି, କିଛି ସଫଳ ହେଉନାହିଁ। ବିଜ୍ଞାନ ବି ତ 100% ସବୁବେଳେ ସଫଳ ହେଇନପାରେ, ବିଫଳ ମଧ୍ୟ ହେଉଛି। ମଙ୍ଗଳ ଗ୍ରହକୁ ଯାଉଛି, ଚନ୍ଦ୍ରଯାନ ବାଟରେ ଫେଲ୍ ମାରିଯାଉଛି। ଜହ୍ନକୁ ଚନ୍ଦ୍ରଯାନ ପଠାଯାଉଛି, ପହଞ୍ଚୁ ପହଞ୍ଚୁ ସେ ବି ଫେଲ୍ ମାରୁଛି। ସମସ୍ତଙ୍କୁ ଫେଲ୍ ମାରିବାର ଗୋଟେ ଅଛି, ତାର ମଧ୍ୟ ଗୋଟେ ଜାଗା ଅଛି। 100% ପୁରା ସଫଳତା ପାଇବେ ଏମିତି କେହି କହିପାରିବେ ନାହିଁ। ଲୋକ ସଂସ୍କୃତିର ଯେଉଁ ଲୋକଗୀତ ଭାଗ, ଲୋକ ସାହିତ୍ୟ ଭାଗ, ତାହା ଆମ ପରବର୍ତ୍ତୀ ପିଢ଼ିର ଶିଷ୍ଟ ସାହିତ୍ୟ ଯେଉଁମାନେ ସୃଷ୍ଟି କରିଛନ୍ତି, ଶିଷ୍ଟ ସଙ୍ଗୀତ ଯେଉଁମାନେ ସୃଷ୍ଟି କରିଛନ୍ତି, ସେମାନଙ୍କ ପାଇଁ ଲୋକ ସଂସ୍କୃତି ହେଉଛି ଗୋଟେ ଭିତ୍ତି। ହିନ୍ଦୁସ୍ତାନୀ ରାଗ ରାଗିଣୀ ଯେତେ ଅଛି ସବୁଥିରେ ଭିତ୍ତି ଲୋକସଙ୍ଗୀତ ଅଟେ। ଲୋକସଙ୍ଗୀତରୁ ରାଗ ଆସିଛି, ରାଗ ସଙ୍ଗୀତରେ ରୂପାୟିତ ହେଉଛି। ଏହା ମୁଁ କହୁନି, ବହୁ ବଡ଼ ବଡ଼ ଶାସ୍ତ୍ରୀୟ ସଙ୍ଗୀତକାର ଗାୟକମାନେ ସେମାନଙ୍କର ମତ ଯେ ଟ୍ୟୁନିଂ, ସ୍ୱର, ରାଗ ଲୋକସଙ୍ଗୀତରୁ ଅଣାଯାଇଛି, ତାକୁ ମାଜି ତା ଭିତରୁ ବ୍ୟାକରଣ ସୃଷ୍ଟି କରାଯାଇଛି ଏବଂ ତାହାକୁ ଶାସ୍ତ୍ରୀୟ ନାଁ ଦିଆଯାଇଛି। ଠିକ୍ ସେମିତି ଲୋକ ସାହିତ୍ୟରୁ ଭାବ, ଭାଷା ଏବଂ ଉପାଦାନ ସଂଗ୍ରହ କରି ଧୀରେ ଧୀରେ ଯେତେବେଳେ ମଣିଷ ଲେଖି ଶିଖିଲା, ତାଳପତ୍ର ପୋଥିରେ ଲେଖିଲା, ପଥର ଦେହରେ ଲେଖିଲା, ତାପରେ କାଗଜରେ ଲେଖିଲା ଏବଂ କାଗଜ ଧୀରେ ଧୀରେ ଯେଉଁ ବିକାଶ ଲାଭ କଲା ତା ଲିପି ସାହିତ୍ୟ ସୃଷ୍ଟି ହେଲା ପରେ ଆଉ ଲୋକ ସାହିତ୍ୟର ଆବଶ୍ୟକତା ପଡ଼ିଲା ନାହିଁ। କିନ୍ତୁ ଭିତ୍ତିକୁ ଭୁଲିଯିବା କି? ଲୋକ ସାହିତ୍ୟକୁ କୁହାଯାଏ ସ୍ମୃତି ସାହିତ୍ୟ। ମନେ ରଖି ରଖି ସାହିତ୍ୟ ସୃଷ୍ଟି କରିବାର ନାଁ ହେଉଛି ଲୋକ ସାହିତ୍ୟ। ଏବଂ ଆଜି ତ ମେମୋରିରେ ରଖିବା ପାଇଁ ଅନେକ ଇନଷ୍ଟ୍ରୁମେଣ୍ଟ ଆମ ପାଖରେ ଅଛି।
टेप रेकर्डर अच्छी मोबाइल अच्छी विभिन्न जंत्रपाति अच्छी से आम सुरक्षित प्रेस अच्छी बही पत्र अच्छी कागज पत्र अच्छी सब लिखिदी रखिपर आम भूली गले भी ताकू बाहर करी आम मन पकई पार कि से सब योजना आग नाला केवल लोक सांस्कृतिक विभव श्रुति मन रखिबार शक्ति पावर बेसी थिला से समय एबे टिके कार नंबर टे भूली गले आम मोबाइल देखा पड़े निज नंबर मन पड़ूना भावतु एक सेकेंड पे आम स्मृति शक्ति नष्ट हो किंतु हजार हजार वर्ष धरी पीढ़ी पर पीढ़ी लोकगीत लोक साहित्य लोक चलणी सृष्टि से माने एपर्यंत मन रखिछथि कौ पुराण पंडा ठारू शुणी रामायण पदे जे हलिया पढ़ी न जानी भी लेखि न जानी भी से चरित्र को नहीं खेत रोसला बेले आराम से गाई पारुछि यही तो लोक संस्कृतिर प्रभाव आम जिते शिक्षित हेले ये भी तो देखी प्लाज्मा लैबोरेटरी जो बैंक जो ओपन जो उद्घाटन चली विभिन्न हॉस्पिटल गुड़िक से धूपकाठी जला जाऊँगी नड़िया पिटा जाऊँगी ए धूपकाठी जलैवा पूजा करवा नड़िया पिटी ताको शुभ उद्घाटन करवा यहीटा भी लोक संस्कृतिर गोटाए दिग जदि साइंस पूरा दम्रे था नड़िया न पिटिले काम करता रॉकेट छाड़ुंट भी नड़िया पिटा पड़े हीराकुद डैम पानी जो दिन प्रथम सीजन प्रथम कर छड़ा जीव कीर्तन हम कीर्तन ना भी तो खोल जा पारता कीर्तन कहीं नड़ियाटे कहीं से बड़ बड़ ऑफिसर माने उच्च शिक्षित व्यक्ति माने जो इनवॉल्व से माने जाई नड़िया पिटुंट कीर्तन कर लोक संस्कृति छाप बंधुगण लोक संस्कृति आम जीवन गोटे विशिष्ट अंग जहाँ आमर अतीत नुहे अतीत वर्तमान भविष्य गोटे चाबिकाठी लाइट पलैगले जमी लांठन जाड़ू ठीक सेमती आमर आधुनिकता चलीगले एवं जमी कोरोना समय रे बहु परिवर्तन आम जीवन शैली देखा मिलला लांठन लंठन किए बाहर कर जाऊँ लाइट पलैगले किए अनेक उदाहरण दि जापे आम निजे निजे घरे घरे ता अनुभव कर सर्वशेष कथा कहबी संस्कृतिर एक अंग हूँ लोक संस्कृति जहाँ अतीतर कथा कहे एवं जहाँ अतीत हुए ता सब सुमधुर लगे से घटना दुखद हो बा सुखद हो तेणु अतीत जहाँ आमर भित्ति जहाँ आमर आधार ताको न भूली आसतु आम समस्ते से लोक संस्कृतिर संरक्षण निजक सामिल करवा। नमस्कार।